ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସକୁ ଆଜି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆନ୍ଧ୍ରପ୍ରଦେଶର ତିରୁପତିରେ ଏକ ଟିକେଟ୍ କାଉଣ୍ଟରରେ ଦଳାଚକଟାରେ 6 ମୃତ, 40ରୁ ଅଧିକ ଆହତ। ଇସ୍ରୋ ପକ୍ଷରୁ ପ୍ରେରଣ କରାଯାଇଥିବା ସ୍ପେଡେକ୍ସର ଡକିଂ ପ୍ରକ୍ରିୟା ସାମୟିକ ଭାବେ ସ୍ଥଗିତ। ମହାକୁମ୍ଭ 2025 ଲାଗି ଆକାଶବାଣୀ ଓ ଦୂରଦର୍ଶନର ସ୍ୱତନ୍ତ୍ର ସଙ୍ଗୀତ ଲୋକାର୍ପିତ ଏବଂ ମାଲେସିଆ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ସିଙ୍ଗଲ୍ସ ଓ ଡବଲ୍ସରେ ଉତ୍ତମ ପ୍ରଦର୍ଶନ କରୁଛନ୍ତି ଭାରତୀୟ ଖେଳାଳି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ୱରର ଜନତା ମଇଦାନରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ଗତକାଲି ସନ୍ଧ୍ୟାରେ ଶ୍ରୀ ମୋଦି ଭୁବନେଶ୍ୱରରେ ପହଞ୍ଚିଥିଲେ। ବିମାନ ବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ସ୍ୱାଗତ କରିଥିଲେ। ଓଡ଼ିଶା ସରକାରଙ୍କ ସହଯୋଗରେ ଭାରତ ସରକାରଙ୍କ ପକ୍ଷରୁ ଚଳିତ ମାସ 8ରୁ 10 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଳିତ ହେଉଛି। ଏହି କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟମାନେ ଯୋଗ ଦେଇଛନ୍ତି। ସମାରୋହର ଶୀର୍ଷକ ରହିଛି ବିକଶିତ ଭାରତରେ ପ୍ରବାସୀଙ୍କ ଅବଦାନ। ଏହି ସମ୍ମିଳନୀରେ 50ରୁ ଅଧିକ ଦେଶର ପ୍ରତିନିଧିମାନେ ଯୋଗଦେବା ଲାଗି ପଞ୍ଜୀକରଣ କରିଛନ୍ତି। ଆସନ୍ତାକାଲି ସମ୍ମିଳନୀର ଉଦ୍ଯାପନୀ ଉତ୍ସବରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା କେତେଜଣ ପ୍ରବାସୀ ଭାରତୀୟଙ୍କୁ ରାଷ୍ଟ୍ରପତି ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିବେ। ପ୍ରବାସୀ ଭାରତୀୟ ଦିବସ ସମାରୋହର ଆଜି ହେବାକୁ ଥିବା ଉଦ୍ଘାଟନୀ କାର୍ଯ୍ୟକ୍ରମର ଆକାଶବାଣୀ ଦିଲ୍ଲୀ ପକ୍ଷରୁ ଧାରାବିବରଣୀ ପ୍ରସାରଣ କରାଯିବ। ସକାଳ 9:55ରୁ ଇନ୍ଦ୍ରପ୍ରସ୍ଥ, FM ଗୋଲ୍ଡ ଏବଂ ଆକାଶବାଣୀ ଲାଇଭ୍ ନ୍ୟୁଜ୍ ଜରିଆରେ ଏହା ଶୁଣାଯାଇପାରିବ। ଆକାଶବାଣୀର ୟୁଟ୍ୟୁବ୍ ଚ୍ୟାନେଲ ଆକାଶବାଣୀ AIRରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ଆନ୍ଧ୍ରପ୍ରଦେଶର ତିରୁପତିରେ ଆସନ୍ତାକାଲିଠାରୁ 12 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବୈକୁଣ୍ଠ ଏକାଦଶୀ ଦର୍ଶନ ପାଇଁ ଗତ ସନ୍ଧ୍ୟାରେ ତିରୁପତିରେ ଥିବା ଏକ ଟିକେଟ୍ କାଉଣ୍ଟରରେ ଦଳାଚକଟାରେ 6 ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ 40ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ତିରୁପତି ସହର ମଧ୍ୟରେ ଥିବା ଏକ ଟିକେଟ୍ କାଉଣ୍ଟର ସାମ୍ନାରେ ଘଟିଛି। ବୈକୁଣ୍ଠ ଏକାଦଶୀ ଦର୍ଶନକୁ ଶ୍ରଦ୍ଧାଳୁମାନେ ଶୁଭ ବୋଲି ବିବେଚନା କରନ୍ତି ଏବଂ ତିରୁମାଳା ତିରୁପତି ଦେବସ୍ଥାନମ୍ 1,20,000 ଟୋକନ ପ୍ରଦାନ ପାଇଁ ତିରୁପତିର 3ଟି ଅଲଗା ଅଲଗା ସ୍ଥାନରେ 94ଟି କାଉଣ୍ଟର କରିଛି। ରାମା ନାଇଡୁ ସ୍କୁଲ ନିକଟରେ ଖୋଲାଯାଇଥିବା ଏକ ଟୋକନ ପ୍ରଦାନ କେନ୍ଦ୍ରରେ ଏହି ଅଘଟଣ ଘଟିଛି। ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅପରାହ୍ନରେ ସେ ତିରୁପତି ଗସ୍ତ କରି ସ୍ଥିତି ସମୀକ୍ଷା କରିବେ। ଅନ୍ୟପକ୍ଷରେ ତିରୁମାଳା ତିରୁପତି ଦେବସ୍ଥାନମର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆଗାମୀ ସମୟରେ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରାଯିବ। ଇତିମଧ୍ୟରେ ସୂଚନା ପ୍ରଦାନ ଓ ସହାୟତା ପାଇଁ ଏକ କଣ୍ଟ୍ରୋଲ ରୁମ୍ ଏବଂ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ହେଲ୍ପଲାଇନ୍ ନମ୍ବର ହେଉଛି 087722360007। ତିରୁପତିରେ ଘଟିଥିବା ଦଳାଚକଟା ଓ ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ନିଜର ପ୍ରିୟଜନଙ୍କୁ ହରାଇଥିବା ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରି ଶ୍ରୀ ମୋଦି ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇ ଦେଉଥିବା କହିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆସନ୍ତା ବଜେଟ୍କୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବୈଠକ ପରେ ଶ୍ରୀ ଚୌହାନ ଗଣମାଧ୍ୟମକୁ କହିଛନ୍ତି, କୃଷି, ଗ୍ରାମ୍ୟ ଉନ୍ନୟନ, ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ଏବଂ ଭୂସମ୍ପଦ ସମେତ 4ଟି ବିଭାଗର ବଜେଟ୍ ଉପରେ ଆଲୋଚନା ହୋଇଛି। ସୂଚନାଯୋଗ୍ୟ, ପୂର୍ବରୁ 1 ମାସ ଧରି ଚାଲିଥିବା ପ୍ରାକ୍ ବଜେଟ୍ ଆଲୋଚନା କାଳରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୃଷି ଓ ଗ୍ରାମ୍ୟ ଉନ୍ନୟନ ବଜେଟ୍ ଉପରେ ବିଭିନ୍ନ ଅଂଶୀଦାର ଏବଂ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଥିଲେ। ଗତକାଲି ଅନୁଷ୍ଠିତ ବୈଠକରେ କୃଷି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ସ୍ପେଡେକ୍ସ ଅଭିଯାନ ଅଧୀନରେ ପୃଥିବୀର ନିମ୍ନ କକ୍ଷପଥରେ ପରିକ୍ରମା କରୁଥିବା 2ଟି ଉପଗ୍ରହର ଡକିଂ ପ୍ରକ୍ରିୟାକୁ ସ୍ଥଗିତ ରଖିଛି। ସଂସ୍ଥା ପକ୍ଷରୁ ଏକ ଟ୍ୱିଟ୍ରେ କୁହାଯାଇଛି, 2ଟି ଯାକ ଉପଗ୍ରହ ମଧ୍ୟରେ ଧୀର ଗତିଶୀଳତା ଯୋଗୁଁ ଡକିଂ ବା ସଂଯୋଗ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। 2ଟି ଯାକ ଉପଗ୍ରହ ମଧ୍ୟରେ ଦୂରତା 225 ମିଟରକୁ ହ୍ରାସ କରିବା ପାଇଁ ଉଦ୍ୟମ ଆରମ୍ଭ କରିବା ପରେ ଗତିଶୀଳତା ହ୍ରାସ ପାଇଥିବା ଜଣାପଡ଼ିଥିଲା। ପୂର୍ବରୁ ଗତ 7 ତାରିଖରେ ଇସ୍ରୋ ପକ୍ଷରୁ ଡକିଂ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଗତକାଲି ପୁଣି ଡକିଂ କରିବା ଲାଗି ସ୍ଥିର କରାଯାଇଥିଲା। ତେବେ ଆଜି ହେବାକୁ ଥିବା ଡକିଂ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିବା ଇସ୍ରୋ କହିଛି। ସୂଚନା ଅନୁଯାୟୀ ଉଭୟ ଉପଗ୍ରହ ସୁରକ୍ଷିତ ଓ ସ୍ୱାଭାବିକ ରହିଛି। ଗତ ଡିସେମ୍ବର 30 ତାରିଖରେ ଇସ୍ରୋ PSLV-C60 ରକେଟ୍ ଜରିଆରେ 2ଟି ଉପଗ୍ରହକୁ ସଫଳତାର ସହ କକ୍ଷପଥରେ ଅବସ୍ଥାପିତ କରିଥିଲା। ଉଭୟ ଉପଗ୍ରହର ଓଜନ 220 କିଲୋଗ୍ରାମ ହୋଇଥିବା ବେଳେ ଏହା ପୃଥିବୀଠାରୁ 475 କିଲୋମିଟର ଉଚ୍ଚରେ ପରିକ୍ରମା କରୁଛି। କକ୍ଷପଥରେ ଗତି କରୁଥିବା 2ଟି ଉପଗ୍ରହକୁ ପରସ୍ପର ସହ ଯୋଡ଼ିବା ଏକ ଜଟିଳ ପ୍ରଣାଳୀ ଅଟେ। ମହାକାଶରେ 2ଟି ଉପଗ୍ରହ ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରିବା ଲାଗି ଇସ୍ରୋ ପକ୍ଷରୁ ଗୋଟିଏ ଉପଗ୍ରହରେ ପ୍ରୋପଲସନ୍ ବ୍ୟବସ୍ଥା ବ୍ୟବହାର କରାଯାଇଛି। 2ଟି ଉପଗ୍ରହ ମଧ୍ୟରେ ଯୋଗାଯୋଗ ପାଇଁ ଇଣ୍ଟର ସ୍ୟାଟେଲାଇଟ୍ ରେଡିଓ ଫ୍ରିକ୍ୱେନ୍ସି ଲିଙ୍କ ସକ୍ରିୟ କରାଯିବ। ପରେ ସୂଚନା ଆଦାନ ପ୍ରଦାନ ଦ୍ୱାରା ନିୟନ୍ତ୍ରିତ ବେଗରେ 2ଟି ଉପଗ୍ରହର ସଂଯୋଗ ସମ୍ଭବ ହୋଇପାରିବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆକାଶବାଣୀ ଓ ଦୂରଦର୍ଶନର ମହାକୁମ୍ଭ 2025 ଲାଗି ଉଦ୍ଦିଷ୍ଟ ସ୍ୱତନ୍ତ୍ର ସଙ୍ଗୀତର ଲୋକାର୍ପଣ କରିଛନ୍ତି। ଏହି ମହାକୁମ୍ଭ ଆସନ୍ତା 13 ତାରିଖଠାରୁ ଫେବୃଆରୀ ମାସ 26 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଲୋକାର୍ପଣ ସମାରୋହରେ ପ୍ରସାର ଭାରତୀର ଅଧ୍ୟକ୍ଷ ନବନୀତ କୁମାର ସେହଗଲ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଦ୍ୱିବେଦୀ, ଦୂରଦର୍ଶନର ମହାନିର୍ଦ୍ଦେଶକ କାଞ୍ଚନ ପ୍ରସାଦ ଏବଂ ଆକାଶବାଣୀର ମହାନିର୍ଦ୍ଦେଶକ ପ୍ରଜ୍ଞା ପାଲିୱାଲ ଗୌର ପ୍ରମୁଖ ଉପସ୍ଥିତ ଥିଲେ। ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ 2ଟି ଯାକ ବିଲ୍ ଉପରେ ବିଚାର ବିମର୍ଶ ଲାଗି ଗତକାଲି ନୂଆଦିଲ୍ଲୀରେ ଯୁଗ୍ମ ସଂସଦୀୟ କମିଟି ଜେପିସିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବିଲ୍ଗୁଡ଼ିକ ହେଉଛି ସମ୍ବିଧାନର 129ତମ ସଂଶୋଧନ ବିଲ୍ 2024 ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍। ବୈଠକ ଅବସରରେ ଆଇନ ଓ ନ୍ୟାୟ ମନ୍ତ୍ରାଳୟର ପ୍ରତିନିଧିମାନେ ଜେପିସିର ସଦସ୍ୟମାନଙ୍କୁ ପ୍ରସ୍ତାବିତ ଆଇନର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ। କମିଟିର ଅଧ୍ୟକ୍ଷ ତଥା ବିଜେପି ସାଂସଦ ପିପି ଚୌଧୁରୀ କହିଛନ୍ତି, କମିଟି ପକ୍ଷରୁ ଏ ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳ, ସମାଜର ବିଭିନ୍ନ ବର୍ଗ, ଆଇନ ବିଶେଷଜ୍ଞ ଏବଂ ଅନ୍ୟ ଅଂଶୀଦାରମାନଙ୍କଠାରୁ ମତାମତ ଗ୍ରହଣ କରାଯିବ। କୁଆଲାଲାମ୍ପୁରଠାରେ ଚାଲିଥିବା ମାଲେସିଆ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ HS ପ୍ରଣୟ ଏବଂ ମାଳବିକା ବଂଶୋଦ ସିଙ୍ଗଲ୍ସ ମ୍ୟାଚ୍ ଜିତିବା ପରେ ପ୍ରି କ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଗତକାଲି ଅନୁଷ୍ଠିତ ଖେଳରେ HS ପ୍ରଣୟ 21-12, 17-21 ଓ 21-15ରେ କାନାଡାର ବ୍ରିଆନ୍ ୟାଙ୍ଗଙ୍କୁ ପରାସ୍ତ କରିଥିଲେ। ଆଜି ସକାଳ 8:10 ସେ ଚୀନର ସପ୍ତମ ମାନ୍ୟତାପ୍ରାପ୍ତ ସି ଫେଙ୍ଗ ଲିଙ୍କ ସହ ମୁକାବିଲା କରିବେ। ସେହିପରି ମହିଳା ସିଙ୍ଗଲ୍ସରେ ମାଳବିକା ବଂଶୋଦ ମାଲେସିଆର ରୋହ ଜିନ୍ ୱିଙ୍କୁ 21-15, 21-16ରେ ପରାସ୍ତ କରିଛନ୍ତି। ମାଳବିକା ଆଜି 16ତମ ରାଉଣ୍ଡରେ ଦିନ 10:30 ସମୟରେ ଚୀନର ହାନ୍ ୟୁଙ୍କ ସହ ମୁକାବିଲା କରିବେ। ମିକ୍ସଡ ଡବଲ୍ସରେ ଭାରତର ଧ୍ରୁବ କପିଳା ଏବଂ ତନିଷା କ୍ରାଷ୍ଟୋ 21-13, 21-14ରେ ଦକ୍ଷିଣ କୋରିଆର ସୁଙ୍ଗ ହ୍ୟୁନ୍ କୋ ଏବଂ ହାଇୱନ୍ ୟଙ୍ଗ ଯୋଡ଼ିଙ୍କୁ ପରାସ୍ତ କରିଛନ୍ତି। ଏହି ଭାରତୀୟ ଯୋଡ଼ି ଚୀନର ସପ୍ତମ ମାନ୍ୟତାପ୍ରାପ୍ତ ଜିଙ୍ଗ ଚେଙ୍ଗ ଓ ଚି ଝାଙ୍ଗ ଯୋଡ଼ିଙ୍କ ସହ ମୁକାବିଲା କରୁଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସକୁ ଆଜି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆନ୍ଧ୍ରପ୍ରଦେଶର ତିରୁପତିରେ ଏକ ଟିକେଟ୍ କାଉଣ୍ଟରରେ ଦଳାଚକଟାରେ 6 ମୃତ, 40ରୁ ଅଧିକ ଆହତ। ଇସ୍ରୋ ପକ୍ଷରୁ ପ୍ରେରଣ କରାଯାଇଥିବା ସ୍ପେଡେକ୍ସର ଡକିଂ ପ୍ରକ୍ରିୟା ସାମୟିକ ଭାବେ ସ୍ଥଗିତ। ମହାକୁମ୍ଭ 2025 ଲାଗି ଆକାଶବାଣୀ ଓ ଦୂରଦର୍ଶନର ସ୍ୱତନ୍ତ୍ର ସଙ୍ଗୀତ ଲୋକାର୍ପିତ ଏବଂ ମାଲେସିଆ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ସିଙ୍ଗଲ୍ସ ଓ ଡବଲ୍ସରେ ଉତ୍ତମ ପ୍ରଦର୍ଶନ କରୁଛନ୍ତି ଭାରତୀୟ ଖେଳାଳି। ସମ୍ବାଦ ଶେଷ ହେଲା।